ପରି ଲୀଳା କରୁଥିବା ଠାକୁର ଆଉ କେହି ନୁହନ୍ତି, ସେ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ଆଉ ତାଙ୍କର ସେଇ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମ ପବିତ୍ର ପାବନ ସେହି ବଡ଼ ଦାଣ୍ଡରେ ତିନୋଟି ରଥ ଯେତେବେଳେ ସୁସଜ୍ଜିତ ହୋଇ ରହିଥାନ୍ତି, ଆଉ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜୀଉମାନେ ଭାଇ ଭଉଣୀ ଆଗ ପଛ ହୋଇ ଯେତେବେଳେ ପହଣ୍ଡି ଏବଂ ତାପରେ ରଥାରୂଢ଼ ହୁଅନ୍ତି, ସେହି ସମୟର ଆବେଗପୂର୍ଣ୍ଣ ମୁହୂର୍ତ୍ତକୁ ଯେ କେହି ଜ୍ଞାନୀ ଗୁଣୀ ସନ୍ଥ ଋଷି ମୁନି ତପି ସାଧାରଣ ମଣିଷଟିଏ ହେଉନା କାହିଁକି ତା ମନରେ ରୋମାଞ୍ଚିତ ପୁଲକିତ ତାର ଭାବ ଏକ ନୈସର୍ଗିକ ଭାବକୁ ସୃଷ୍ଟି କରିବ। ତେଣୁ ସେଇ ଭାବରେ ମତେ ମହାପ୍ରଭୁଙ୍କର ଏତେ କୃପା ହେଇଛି, ଆକାଶବାଣୀ କଟକ କେନ୍ଦ୍ର ତରଫରୁ ସର୍ବପ୍ରଥମ ଘୋଷଯାତ୍ରାର ଯେଉଁ ସଂସ୍ଥା ଦ୍ୱାରା ପରିବେଷଣ କରାଯାଇଥିଲା ମହାପ୍ରଭୁ ଜଗନ୍ନାଥଙ୍କର ସେଇ ରଥଯାତ୍ରାର ଧାରାବିବରଣୀ, ସେହି କାର୍ଯ୍ୟକ୍ରମରେ ମତେ ସୁଯୋଗ ମିଳିଛି ଦୀର୍ଘ 10 ବର୍ଷ ହେବ। ଯେତେବେଳେ ଧାରାବିବରଣୀ କକ୍ଷରେ ବସି ଆମେ ଅବଲୋକନ କରୁ ସେହି ପରିବେଶକୁ, ଶ୍ରୀମନ୍ଦିର ଶ୍ରୀବତ୍ସ ଖଣ୍ଡଶାଳ ସହିତ ମହୋଦଧି ନୀଳ ଆକାଶ ଏବଂ ବଡ଼ଦାଣ୍ଡର ପ୍ରତିଟି ଆଖି ପାଉଥିବା ପର୍ଯ୍ୟନ୍ତ ସେ ଯୋଉ ପ୍ରତ୍ୟକ୍ଷ ଧାରା ବିବରଣୀ, ତାହା ଆମ ପାଇଁ ଏକ ଜନ୍ମ ଜନ୍ମର ପୁଣ୍ୟ ସଂସ୍କାରର ଫଳ ବୋଲି ଆମେ ଭାବନା କରିଥାଉ। ତେବେ ଏହି ସମୟରେ ଯେଉଁ ଅନୁଭବ ରହିଛି ବଡ଼ଦାଣ୍ଡରେ ଦୁଃଖୀ ରଙ୍କିଠୁ ଆରମ୍ଭ କରି ସଂକୀର୍ତ୍ତନ ମଣ୍ଡଳୀ ମାନେ, ବିଭିନ୍ନ ମତର ଆଚାର୍ଯ୍ୟ ମାନେ, ଋଷି ମୁନିଙ୍କ ସହିତ ଅନେକ ପ୍ରକାରର, ଅନେକ ଭାବନାର, ଅନେକ ବର୍ଣ୍ଣର, ଜାତିର ସମସ୍ତ ପ୍ରକାର ଭକ୍ତମାନେ ବଡ଼ଦାଣ୍ଡରେ ରୁଣ୍ଡୀଭୂତ ହୋଇଥାନ୍ତି ଏବଂ ନିଜ ନିଜର ଭାବନାରେ ସେମାନେ ମହାପ୍ରଭୁଙ୍କୁ ସ୍ତୁତି କରନ୍ତି, ଭକ୍ତି କରନ୍ତି, ନିଜର ଭକ୍ତିକୁ ସେମାନେ ଅଜାଡ଼ି ଦିଅନ୍ତି। ବିଶେଷ କରି ଏହି ପରିବେଶ ଭିତରେ ବେଳେ ବେଳେ ଆଖିରେ ଲୁହ ପରିପୂର୍ଣ୍ଣ ହେଇଯାଏ, ସଦାସର୍ବଦା ହୁଏନି। ଏମିତି ଗୋଟେ ଗୋଟେ ମୁହୂର୍ତ୍ତ ଯେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ଯେତେବେଳେ ଚାରମାଳ ଉପରକୁ ଉଠୁଥିବେ, ଯେତେବେଳେ ପ୍ରଭୁ ସେଇ ପଦହୁଣ୍ଡନ କରି ଡେଇଁ ଡେଇଁ ଆସୁଥିବେ, ଯେତେବେଳେ ଭକ୍ତମାନେ କୋଳାହଳ ହରିବୋଲ ହୁଳହୁଳି ଧ୍ୱନିରେ ଘଣ୍ଟ ଘଣ୍ଟା ନିନାଦରେ ପ୍ରକମ୍ପିତ ହେଉଥିବ, ଏମିତି ଗୋଟିଏ ଗୋଟିଏ ସମୟରେ ମନ ଭିତରେ ଯେମିତି ଆଖି ବୁଝି ହେଇଯାଏ ଆଉ ଆଖିରେ ଲୋତକ ପରିପୂର୍ଣ୍ଣ ହେଇଯାଏ। ଅନୁଭବ ହୁଏ ଜଗନ୍ନାଥ ମହାପ୍ରଭୁ ପ୍ରତ୍ୟକ୍ଷ ଭାବରେ ସେ କଥା କୁହା ଠାକୁର ଏବଂ ସେ କଥା କହୁଛନ୍ତି। ଆଉ କେମିତି ଲାଗୁଛି? ମୁଁ ଉତ୍ତର ଦିଏ, ପ୍ରଭୁ ଇଏ ତ ଭାଗ୍ୟର କଥା। କେମିତି ଲାଗିବ? ଦେବ ଗନ୍ଧର୍ବ କିନ୍ନର ମାନେ ଯେଉଁମାନେ ଦର୍ଶନ କରିବାକୁ ଆପଣଙ୍କର ଆସୁଛନ୍ତି, ଏ ମଣିଷ ଶରୀରରେ ଆମେ ଆପଣଙ୍କର ଏ ଦୁର୍ଲଭ ଯାତ୍ରାକୁ ଦେଖୁଛୁ। ତେଣୁ କହିବାକୁ ଗଲେ ରଥଯାତ୍ରାର ମହିମା, ରଥଯାତ୍ରାର ପରିବେଶ ସମସ୍ତ ଯାତ୍ରା ଠାରୁ ଭିନ୍ନ ଏଇଥିପାଇଁ, ଗୋଟିଏ ବୃହତ୍କାୟ ପରିବେଶରେ ରହି ଅନେକ ପ୍ରକାର ମନରେ ଗୋଟିଏ ଠାକୁରଙ୍କୁ ଭାବ ପରିବେଷଣ କରିବା ବା ପୂଜା ପାଠ ପୂର୍ବକ ସ୍ତୁତି କରିବାର ଯେଉଁ ପରିବେଶ, ସିଏ ହେଉଛି ରଥଯାତ୍ରା ଏବଂ ଘୋଷଯାତ୍ରା ଆଉ ବଡ଼ଦାଣ୍ଡ। ଜୟ ଜଗନ୍ନାଥ।